ଦେଶରୁ ଆସିଲେ ମୋ ଦାଦା ଶାଶୁ କଣ ମୋ କଥା ଗଧ ଦେଶରୁ ଆଇଛନ୍ତି ଆପଣ ଗଧ ଦେଶରୁ ଆଇଛ ତୋ ବୋପା କଥା ମୋ ବୋପା କାହିଁ ତମ କକା ଗଧ ହଉନି ତୋ ମାଉସୀ କଥା ତମ ପିଇସି ଗଧ ହଉନି ତୋ ଅଜା କଥା ତୋ ଆଈ ଗଧ ହଉନି ମୋ ଦେଶ ହଉଛି ମୋ କଥା ତମ ଦେଶ ହଉଛି ମଗଧ ହେଇଟା ମତେ ଗଧ ଶୁଖିଲା ଆଉ ଆଜ୍ଞା ତମେ ମଗ ଦେଶରୁ ଆସିଲ ମିଥିଳିଆକୁ କୋଉ ସାହାଯ୍ୟରେ ତମେ ଆସିଲ ଗଧ ହେ ତମେ ଗଧ ସାହାଯ୍ୟରେ ଆଇଛ ହେଇଥିପାଇଁ କହୁଛ ମଗଧ ଗଧ କାହିଁ ଗଧ କାଠ ଖାଉଛି ଘାସ ଖାଉଛି ଦେଖିବା କେଉଁ ଦେଶରୁ କେଉଁ ରଜା ମାନେ ଆଗ ଆସୁଛନ୍ତି ନିଶ୍ଚୟ ଆସିବେ ତ ଆସିବେ ତ ଆଜ୍ଞା ନମସ୍କାର 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 ଆଜ୍ଞା ଆଜ୍ଞା ନମସ୍କାର ଆଜ୍ଞା ଗୋଟେ ବ୍ୟସ୍ତରେ ଆଇଛନ୍ତି ଆପଣ ଓହୋ ଆଜ୍ଞା ନମସ୍କାର 5 ଥର ତମକୁ ମୁଁ ନମସ୍କାର କଲିଣି ନମସ୍କାର 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 ଆଜ୍ଞା ଆପଣ କେଉଁ ଦେଶରୁ ଆସିଲେ ମୁଁ ଆସିଛି ବଙ୍ଗ ଦେଶରୁ ବଙ୍ଗ ଦେଶରୁ ଆସିଲ ମିଥିଳିଆକୁ କୋଉ ସାହାଯ୍ୟରେ ଆସିଲ ବଙ୍ଗ ଦେଶରୁ ଅରେ କଣ ଭୁଲି ଗଲା ଭଳିଆ ଲାଗୁଛି ବାଟରେ କଣ ହଜେଇଦେଲ କି ନାଇଁ ବା ଆଉ କଣ ଗୋଟେ ଭୁଲି ଗଲି ଓହୋ ଓହୋ ହଉ ମନେ ପକା ତମ ତାଙ୍କ ପାଇଁ ଆଣିଥିଲି ବା କଣଟି ସେଇଟା ହେମାଳ ମାଳଟା କୋଉଠି ଛାଡ଼ିକି ଆଇଲି ଫୁଲମାଳ ବ୍ୟସ୍ତ ନାହିଁ ଆମର ଫୁଲମାଳ ଅଛି ତୁମେ ଶିବ ଧନୁ ଭାଙ୍ଗିଲେ ଆମ ମା ଜାନକୀ ଫୁଲମାଳ ଆସି ସିଏ ପକେଇବେ କି ମୁଁ ଭାବିଲି ମୁଁ ପକେଇବି ଫୁଲମାଳ ଆମର ଅଛି ଆଜ୍ଞା ତୁମେ ଆସିଲ ବଙ୍ଗ ଦେଶରୁ ଯୋଉ ଆସିଲ ମିଥିଳିଆକୁ କୋଉ ସାହାଯ୍ୟରେ ତୁମେ ଆସିଲ କେକରା ପକେଇଛି ହଳ ବୁଲିବ କି ଟେକା ନୁହଁ ଆଉ ଘୋଡ଼ା ତମ ଘୋଡ଼ାଟା କୋଉଠି ବନ୍ଧା ହେଇଛି ଚରୁଛି ହେଲା ଶୁଣ ଜନେ ଶୁଣ ଏ ଯେ ବଙ୍ଗରାଜନ ଶୁଣ ଜନେ ଶୁଣ ସ୍ୱୟଂବରେ ଆସିଛନ୍ତି ସ୍ୱୟଂବରେ ଏରେ ଅଲା ଯୁକଟେ ଏ ବଙ୍ଗରାଜନ କାନା କହିଲୁ ମୁଁ ଅଲା ଯୁକ ହେଲାନି କୋଉ ପଟୁ ଦେଖା ବାୟା ଭଳିଆ ଆସୁଛ ବାଟରେ କୋଉଠି ହଜେଇ ଦଉଛ ତମ ରାଜ୍ୟରେ ମୋ ଭଳିଆ ଖଣ୍ଡେ ଥିବେ ନା ତମ ଭଳିଆ କିଏ ସୁନ୍ଦରିଆ ପୁରୁଷ ଅଛନ୍ତି ହେଲେ ବାୟା ଉଲିଆ ହଉଛ ତ ହେଇ ସାଙ୍ଗେ ମୁଁ କହିଦେଲି ଆଉ ଟିକେ ଜନ୍ମଦୋଷ ଏ ଚାଲନ୍ତି ତିନି ବାଙ୍କରେ ଆସିଛନ୍ତି ସ୍ୱୟଂବରେ ଆସିଛନ୍ତି ସ୍ୱୟଂବରେ ଶିବ ଧନୁ ଭାଙ୍ଗିବାକୁ ଆମେ ଡାକିଛୁ ନା କେମିତି ଚର୍ଚ୍ଚାବାର୍ତ୍ତା କରନ୍ତି ମୁଁ ଚର୍ଚ୍ଚାବାର୍ତ୍ତା କରୁଛି ତ ଉଲା ବାୟା ଭଳିଆ ଆଉଛ ହେଇ ସକାଶେ ମୁଁ କହିଲି କହିଦେଲି ଚାରିବ ତ ଆଉ
ହଉ ଆଜ୍ଞା ତୁମେ ଶିବ ଧନୁ ଭାଙ୍ଗିବ ତ ନିଶ୍ଚୟ ତମ ନମ୍ବରଟା ହଉଛି କେତେ ଜାଣିଛ 401 ଡାକିଲେ ଆସିଲେ ଶିବ ଧନୁ ଭାଙ୍ଗିବ 4 0 1 ହଁ ଡାକିଲେ ଆସିଲେ ଶିବ ଧନୁ ଭାଙ୍ଗିବ ଆଜ୍ଞା ଆସନେ ବସନ୍ତୁ ହଁ ହେଇଟି ବସ ହଉ ଦେଖିବା ଆଉ କେହି ଦେଶରୁ କେହି ରଜାମାନେ ଆସୁଛନ୍ତି ଦେଖିବା ଆଜ୍ଞା ନମସ୍କାର ନମସ୍କାର ଆପଣ କେଉଁ ଦେଶରୁ ଆସିଲେ ମୋ ଦାଦା ଶାଶୁ କଣ ମଗଧ ଗଧ ଦେଶରୁ ଆଇଛନ୍ତି ଆପଣ ଗଧ ଦେଶରୁ ଆଇଛ ତ ବୋପା ଗଧ ମୋ ବୋପା କାହିଁ ତମ କକା ଗଧ ହଉନି ତ ମାଉସୀ ଗଧ ତମ ପିଇସି ଗଧ ହଉନି ତ ଅଜା ଗଧ ତ ଆଈ ଗଧ ହଉନି ମୋ ଦେଶ ହଉଛି ମଗଧ ତମ ଦେଶ ହଉଛି ମଗଧ ହେଇଟା ମତେ ଗଧ ଶୁଖିଲା ଆଉ ଆଜ୍ଞା ତମେ ମଗ ଦେଶରୁ ଆସିଲ ମିଥିଳିଆକୁ କୋଉ ସାହାଯ୍ୟରେ ତମେ ଆସିଲ ଗଧ ତମେ ଗଧ ସାହାଯ୍ୟରେ ଆଇଛ ହେଇଥିପାଇଁ କହୁଛ ମଗଧ ଗଧ କାହିଁ ଗଧ କାତ ଖାଉଛି ଘାସ ଖାଉଛି ଶୁଣ ହେ ଜନେ ଶୁଣ ଏ ଯେ ମଗଧ ରାଜ ଏ ଯେ ମଗଧ ରାଜ ଶୁଣ ହେ ଜନେ ଶୁଣ ଏ ଚାଲନ୍ତି ନିବାଙ୍କରେ ଆସିଛନ୍ତି ସ୍ୱୟଂବରେ ଆସିଛନ୍ତି ସ୍ୱୟଂବରେ ତମେ ରଜା ରଜା ତ କୋଉ କୋଉ ଦେଶ ମାନେ ଜୟ କରୁଛ କି ହେଇଟା ପଠେଇଲେ କହିବି ପଠେଇଲେ ତମ ନମ୍ବରଟା ହଉଛି 402 ମାନେ ତାରିଖନୁ 2 ହଁ 402 ଡାକିଲେ ଆସିଲେ ଶିବ ଧନୁ ଭାଙ୍ଗିବ କୋଉଠି ବସିବି ହେଇଟି ବସନ୍ତୁ ରଜା ମାନେ ଆସନ୍ତି ବସ ଦୁନିଆ ମଲେଇ କ୍ଷୀରି ଗୁପଚୁପ ଚାଟ ସବୁ ଖାଇଛି ଖାଇନ ହଁ ଖାଇବ ତ ହଉ ଦେଖିବା ଆଉ କେଉଁ ଦେଶରୁ କେଉଁ ରଜା ମାନେ ଆସୁଛନ୍ତି नमस्कार नमस्कार आपण केउ देशरु आसले तुम ठिकाना मते दियंतु आसी छी तेदी देशरु
तेजी देशरू आसिल पुणी मिथिलाकू ए बहुत रास्ता तो को साहाଯ୍ୟରେ आसिल हां सेंध साहाଯ୍य सेंध साहाଯ୍ୟରେ तुम सेंध काई सेंध छाड़ी ए हो रे हो हो तुम सेंध अछि सुन हे जने सुन ये जजीरा जन ये जजीरा जन सुन हे जने सुन ये चलंती तीनी बांकरे आसिछंती स्वयंवरे आसिछंती स्वयंवरे तेजीरा जन सुन हे जने सुन ए पुणी धनु भांगिबे सीतयांकु बाहेबे सीतयांकु बाहेबे तुम मुखକୁ ଟିକେ ନାହିଁ ସରବ ନାଜ ଶୁଣ ହେ ଜନେ ଶୁଣ ତୁମେ ଶିବଧନୁ ଭାଙ୍ଗିବ ନିଶ୍ଚିନ୍ତ ଭାଙ୍ଗିବ ଆସିବ ହେଲା ତମ ନମ୍ବର ହଉଛି କେତେ ଜାଣିଛ 403 403 डाकिले आसिले शिव धनु भांगिब हौ आसने बसंत ओइ तळे बसमी आउ तळे नाइ लक्ष लक्ष रजा से पूरा तळे बसिया रजा नु आज्ञा तळे बसंतु आहुरी अनेक रजा आसीबे कहूत जदी बसी पडुती आज बसंत आज दिनुटा बस हां बस हो देखिबा केउ देशरु केउ रजमना आसुछंती आज्ञा नमस्कार नमस्कार आपरो केउ देशरु आसिले मो हां हां मु अगांडी देशर राजा अगांडी देशर रजा हां अगांडी माने तुमरो गांडी नाही ता गांडी अछि ना अगांडी ना अगांडी देश हां तुम पछरे सेकी अछंती ये मो पाळचुंडा मंत्री हां माने तुमे अगांडिया राजा हां मारी दे पेली दे ता सहितरे पाळचुंडा मंत्री हां ए सब कोन आनिछ ए गांडी नाही बेली बसी बोली के आनिछ हां ए अगांडिया नरपति संगे पाळचुंडा मंत्री संगे पाळचुंडा मंत्री तम नंबर केते जानिछ केते 404 404 404 आ को साहाଯ୍य आइली पचारला नाही हां तो ठीक कथा हां आज्ञा हां तुमे को साहाଯ୍य राखो हां छळी हां हां हम राज्य रे बोद्दा छी दी आम हां आज्ञा बसन नंबर 404 हां हौ देखिबा केउ देशरो केउ रजावना सुछंती ए बाबाजी दीटा बाच्चारो शिशु धरि कि आसुछंती मु रास्ता छाड़ी दे
ରାଜା ସିଂହର ଜୟ ମହର୍ଷି ମୋର ପ୍ରଣାମ ଗ୍ରହଣ କରନ୍ତୁ ମୋର ଆୟୁଷ୍ମାନ କଲ୍ୟାଣ ଭବ। ମହର୍ଷି କିଏ ଏଇ ଅପୂର୍ବ ବାଳକ ନବ ଦୁର୍ବାଦଳ ମୂର୍ତ୍ତି ନିନ୍ଦେ କୋଟି ଭାନୁ ତପନ କଞ୍ଚନ ପରି ଦିଶୁଛନ୍ତି ଦ୍ୱୟ କାହାର ତ ନୟ ଏହୁ କେଉଁ କୂଳେ ଜନ୍ମ ମହର୍ଷି କପଟ ନ କରି କୁହନ୍ତୁ ମହର୍ଷି। ହେ ରାଜର୍ଷି ଏ ହେଉଛନ୍ତି ଶ୍ରୀ ଶ୍ରୀ ଅଯୋଧ୍ୟା ରାଜା ଦଶରଥଙ୍କର ଜ୍ୟେଷ୍ଠ ଏବଂ ମଧ୍ୟମ ପୁତ୍ର। ମୁଁ ଏମାନଙ୍କୁ ମୋର ଜାଗ ରକ୍ଷା ନିମନ୍ତେ ଡକାଇଥିଲି। ଏମାନଙ୍କ ଦ୍ୱାରା ତାଡ଼କୀ ସୁବାହୁ ମାରିଚ ବିନାଶ କରି ମୋର ଜାଗ ମୁଁ ସମ୍ପୂର୍ଣ୍ଣ କରିଛି। ଆଉ ପଥ ମଧ୍ୟରେ ଆସିବା ସମୟରେ ଏ ଜ୍ୟେଷ୍ଠତମ ଏକ ପାଦ ଲାଗି ସାପ୍ୟଗତ ହଲ୍ୟା ମୁକ୍ତି ଲାଭ କରି ଗୌତମ ମୁନିଙ୍କ ଆଶ୍ରମକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ମୁଁ ଏମାନଙ୍କୁ ଡକାଇ ଆଣିଛି ଧନୁଭଗ୍ନ ଦେଖିବା ପାଇଁ। ଆପଣଙ୍କର ଅନୁମତି ହେଲେ ଏ ଦୁହେଁ ଧନୁଭଗ୍ନ ଦେଖିବେ। ମହର୍ଷି ଏ ତ ଅଳ୍ପ ବୟସର ବାଳକ ଅଟନ୍ତି ପ୍ରକାଣ୍ଡ କୋଦଣ୍ଡ ଦେଖିଲେ ଭୟରେ ଚମକି ପଡ଼ିବେ। ହେଉ ମୁଁ କଣ ଆପଣଙ୍କ କଥାକୁ ଅନ୍ୟଥା କରିପାରେ ତେବେ ଆସନ ଗ୍ରହଣ କରନ୍ତୁ ମହର୍ଷି। ଦୂତ ସଭା କାର୍ଯ୍ୟ ଆରମ୍ଭ କରାଯାଉ। ସଭା କାର୍ଯ୍ୟ ଆରମ୍ଭ ହେଲା। ଆଜ୍ଞା ଆସନ୍ତୁ 401 ରୋଜା ନାଇଁ ସମସ୍ତେ ଆସନ୍ତୁ ନାହିଁ ଯାହାକୁ ଯୋଉ ଡାକିବି ବସନ୍ତୁ। ଆଜ୍ଞା ବସନ୍ତୁ ବସନ୍ତୁ ବସନ୍ତୁ। ଏଇଠି ଆଜ୍ଞା ଏଇଠି ଶିବଧନୁ ଆଜ୍ଞା ଭାଙ୍ଗନ୍ତୁ। ତମ ଧନୁ ତ ଦେଖେଇଲ ତମ ତାଙ୍କୁ ଆଣୁନ। ନାଇଁ ନାଇଁ ଆଗ ଜିନିଷ ଭାଙ୍ଗିବି ତାପରେ ଆଗ ଯୋଉ କଥାରେ ଅଛି ଆଗ ବ୍ୟବହାର କରିବି ତାପରେ ଯାଇକି ଦେଖିବି। ନାଇଁ ଆଜ୍ଞା ସେ କାମ ହବ ନାହିଁ। ନାଇଁ ନ ଦେଖିଲେ ତ ଭାଙ୍ଗିବିନି। ଆଉ ତମେ ଯଦି କଣ ଏଇଟା ନକଲି ଜିନିଷ ଧରେଇଦବ ମତେ। ଆଜ୍ଞା ନକଲି ଜିନିଷ ନାହିଁ ଏଠି। ତୁମେ ଆଗ ଶିବଧନୁ ଭାଙ୍ଗନ୍ତୁ ତାପରେ ଆମ ଜାନକୀ ଆସିବେ। ଏଇଟା କି ଗୋଟେ ଓଲୁଟା ଫୁଲୁଟା କାମ ଗୋଟେ କରୁଛ। ହଉ ହଉ ହଁ ଟେକ 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 ହେଇଯିବ। ଆଉ ଟିକେ ପରିଶ୍ରମ କର ହେଇଯିବ। ଟେକ ଟେକ ଧନୁ ଢିଲା ଢିଲା ଟେକି ଦିଅ ଟେକି ଦିଅ। ଓ ଆଉ ଟିକେ ପରିଶ୍ରମ କର ମଗଧ ରାଜା। ହଁ ଟିକେ ଉଠିଲା ଉଠିଲା ଟିକେ ଟେକି ଦିଅ ମଗଧ ରାଜା।